କାତରତା, ପରନିନ୍ଦା, ପ୍ରତିହିଂସା, ପ୍ରତିଶୋଧ ପରାୟଣତା କ'ଣ ପରମାର୍ଥ ଜୀବନର ଲକ୍ଷଣ? ଭାବି ଦେଖ ତ ଥରେ, ବଗିଚାରେ ଅନେକ ଫୁଲ ଅଛି। ପ୍ରତ୍ୟେକ ଫୁଲର ରଙ୍ଗ, ରସ, ରୂପ ଭିନ୍ନ ଭିନ୍ନ ହେଲେ ସୁଦ୍ଧା ପ୍ରତିଟି ଫୁଲ ଦେବଭୋଗ୍ୟ, ଦେବତାଙ୍କ ପାଇଁ ଉପଯୁକ୍ତ। ସେଥିରେ ହିଁ ଫୁଲ ଜନ୍ମର ସାର୍ଥକତା। ସେହିପରି ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଚକ ଅଖଠାରୁ ଆରମ୍ଭ କରି କେତେ କେତେ ଅଂଶ ସବୁ ରହିଛି। ପୂର୍ଣ୍ଣାଙ୍ଗ ରଥଟିଏ ପାଇଁ ଏସବୁ ପ୍ରତ୍ୟେକ ଅଂଶର ଆବଶ୍ୟକତା ଅଛି। ପ୍ରତ୍ୟେକ ଅଂଶ ଛୋଟ ହେଉ ବା ବଡ଼ ହେଉ ପୂର୍ଣ୍ଣାଙ୍ଗ ରଥଟିଏ ପାଇଁ ଅପରିହାର୍ଯ୍ୟ। ଯେ ପର୍ଯ୍ୟନ୍ତ ଠାକୁରେ ରଥରେ ଅଛନ୍ତି, ରଥର ପ୍ରତ୍ୟେକଟି ଛୋଟ ବଡ଼ ଅଂଶରେ ତାଙ୍କରି ରୂପଗୁଣ ପ୍ରତିବିମ୍ବିତ ହେଉଛି। ତେଣୁ ସମସ୍ତେ ପୂଜ୍ୟ, କାରଣ ଠାକୁରଙ୍କ ସଂସ୍ପର୍ଶରେ ପ୍ରତ୍ୟେକ ଅଂଶ ହିଁ ଠାକୁର ପାଲଟି ଯାଆନ୍ତି। ଏଥର ବୁଝିଲୁ ତ କାହା ପାଇଁ? କାହା ପାଇଁ ରଥ, ଚକ, ଅଖ, ଦଉଡ଼ି ଇତ୍ୟାଦି ଏତେ ସମ୍ମାନର ଅଧିକାରୀ? ଠାକୁରେ ରଥରେ ବିଜେ ହେବା ପୂର୍ବରୁ ବା ରଥରୁ ରତ୍ନବେଦୀକୁ ଚାଲି ଆସିବା ପରେ ରଥର ସବୁ ଅଂଶତକ ଯେଉଁ କାଠକୁ ସେହି କାଠ ହୋଇ ରହିଯାଏ ନା। ଯଦି ରଥ ଚାଲିବା ବେଳେ କୌଣସି ଅଂଶ ଭାଙ୍ଗି ରୁଜି ଯାଏ, ତେବେ ସାମୟିକ ଅସୁବିଧା ଅବଶ୍ୟ ଉପୁଜିଥାଏ। ମାତ୍ର ରଥ ବିନ୍ଧାଣୀ ପୁନରାୟ ସେହି ଅଞ୍ଚଳ ଅଂଶଟିକୁ ବଦଳାଇ ନୂଆ ଅଂଶଟିଏ ଯୋଡ଼ି ମରାମତି କରିଦିଏ। କାହିଁକି? ଠିକ୍ ସେହିପରି ବିଶ୍ୱ ବିନ୍ଧାଣୀଙ୍କ ପକ୍ଷରେ ଏ ବିଶ୍ୱ ସଂସାରରୁ ସଜାଡ଼ି ଦେବା କ'ଣ ଅସମ୍ଭବ? ତାଙ୍କ ପକ୍ଷରେ ପରା ସବୁ ସମ୍ଭବ। ତାଙ୍କରି ଇଚ୍ଛାରେ ପଥର ପର୍ବତ ବି ପାଣିରେ ଭାସିପାରେ, ସୋଲ ବି ବୁଡ଼ି ଯାଇପାରେ। ସେହି ମାଧବ ପରମାନନ୍ଦଙ୍କ କୃପାରୁ ମୁକ ବାଚାଳ ହୋଇପାରେ, ପଙ୍ଗୁ ଗିରି ଲଙ୍ଘିପାରେ, ଦସ୍ୟୁ ରତ୍ନାକର ବାଲ୍ମୀକି ହୋଇପାରନ୍ତି, ଅସୁନ୍ଦରୀ କୁବୁଜା ମଧ୍ୟ ସୁନ୍ଦର ସୁଠାମ ରୂପ ଧରି ଅପରୂପା ଅନିଦ୍ୟା ସୁନ୍ଦରୀ ହୋଇପାରେ। ଧନରେ ଅହଂଭାବ, ଅହଙ୍କାରକୁ ଆଦୌ ମନ ମଧ୍ୟରେ ପ୍ରଶ୍ରୟ ଦେବୁ ନାହିଁ। ନିଜର ବୋଧଶକ୍ତି ଦ୍ୱାରା ନିଜକୁ ନିଜେ ସଂଯତ କରିବୁ।